ହାଏ ହ୍ୟାଲୋ। ମୁଁ ତୁମର ପ୍ରିୟ ତପନ ସାର୍। ଆଜି ଏକ ସୁନ୍ଦର ଭିଡ଼ିଓ ଯୁକ୍ତ ଦୁଇର କଳା, ବିଜ୍ଞାନ ଏବଂ ବାଣିଜ୍ୟର ପ୍ରଥମ ବର୍ଷର ସମସ୍ତ ଛାତ୍ରଛାତ୍ରୀମାନଙ୍କ ପାଇଁ ନେଇ ଆସିଛି। ଯେଉଁ ଭିଡ଼ିଓଟିରେ ମୁଁ ଇନଭିଟେସନ୍ 1ର ଥିବା ପୋଏମ୍ ସେକ୍ସନରେ ପ୍ରଥମ ପୋଏମ୍ ଷ୍ଟପିଂ ବାଇ ଉଡ୍ସ ଅନ୍ ଏ ସ୍ନୋଇ ଇଭିନିଂ ବାଏ ରବର୍ଟ ଫ୍ରଷ୍ଟଙ୍କ ଦ୍ୱାରା ଲିଖିତ ସେହି ପୋଏମ୍ର ଥାର୍ଡ ଲେକ୍ଚର ଆଜି ତୁମ ସହିତ ଡିସ୍କସନ୍ କରିବାକୁ ଯାଉଛି। ଏହି ଥାର୍ଡ ଲେକ୍ଚରରେ ଅଛି ୱାର୍ଡ ମିନିଂସ ଏବଂ ଗ୍ଲୋସରୀ। ଏସବୁ ଯେଉଁ ୱାର୍ଡ ମିନିଂସ ଆଉ ଗ୍ଲୋସରୀ ପରୀକ୍ଷା ଦୃଷ୍ଟିକୋଣରୁ ବହୁତ ଗୁରୁତ୍ୱପୂର୍ଣ୍ଣ। ପୂର୍ବରୁ ମଧ୍ୟ ମୁଁ କହିଛି ଏ ବିଷୟଟି ପରୀକ୍ଷା ଦୃଷ୍ଟିକୋଣରୁ ବହୁତ ଗୁରୁତ୍ୱପୂର୍ଣ୍ଣ। ଅତି କମରେ 6ରୁ 8 ମାର୍କ ନିଶ୍ଚିନ୍ତ ଭାବରେ ପରୀକ୍ଷାରେ ଆସିବ। ତେଣୁ ପିଲାମାନେ ତୁମେ ନିଜର କପି ପେନ୍ ଧରି ମୁଁ ଯାହା କହୁଛି ତାକୁ ବୁଝ ଆଉ ସେସବୁ ଜିନିଷକୁ କପିରେ ଲେଖିନିଅ। ତ ଯାହା ବି ହଉ ପିଲାମାନେ, ପୂର୍ବରୁ 2ଟା ଲେକ୍ଚର ଅଲରେଡି ସାରି ଦେଇଛି। ଯେଉଁମାନେ ଦେଖିନାହ ତ ତୁମେ ଯାଇ ତପନ ସାର୍ ଇଂଲିଶ ଏକାଡେମୀ ଯେଉଁ ଚ୍ୟାନେଲ ଅଛି ୟୁଟ୍ୟୁବରେ, ସେଠି ଯାଇ ତୁମେ ସେ ଚ୍ୟାନେଲରେ ସେସବୁ ଭିଡ଼ିଓଜ ଅଛି, ତୁମେ ଦେଖିପାରିବ। ପୁଣି ତ ଆଜି କ'ଣ ଅଛି ତାକୁ ଆମେ ଆଲୋଚନା କରିବା ଛୁଆମାନେ। ଦେଖ, ଷ୍ଟପିଂ ବାଇ ଉଡ୍ସ ଅନ୍ ଏ ସ୍ନୋ ଇଭିନିଂରେ ଆଜି ୱାର୍ଡ ମିନିଂସ ଆଣ୍ଡ ଗ୍ଲୋସରୀ, ଯେଉଁଟାକି ଲେକ୍ଚର 3 ଛୁଆମାନେ। ତ ଦେଖ, ଏଇଟା ଷ୍ଟପିଂ ବାଇ ଉଡ୍ସ ଅନ୍ ଏ ସ୍ନୋ ଇଭିନିଂ, ୱାର୍ଡ ମିନିଂସ ଆଉ ଗ୍ଲୋସରୀ, ଏଇଟା କ'ଣ? ଲେକ୍ଚର 3। ଦେଖିବା କ'ଣ ଅଛି। ଦେଖ, ଗ୍ଲୋସରୀରେ ଯେଉଁ ଅଛି ଉଡ୍ସ ସବୁ ଗ୍ଲୋସରୀ ଆଲୋଚନା କରିବା ଛୁଆମାନେ, ହେଲା କି ନାଇଁ। ଉଡ୍ସ ଅଛି, କ'ଣ ଅଛି? ଉଡ୍ସ ଏନ୍ ଏରିଆ ଅଫ୍ ଟ୍ରିଜ୍ ସ୍ମଲର ଦେନ୍ ଏ ଫରେଷ୍ଟ। ଉଡ୍ସ ମାନେ କ'ଣ? ଗୋଟେ ଏରିଆ ଅଫ୍ ଟ୍ରିଜ୍, ଯେଉଁଠି ଗୋଟେ ମାନେ କିଛି ଟ୍ରିଜ୍ ଥିବ, ସେ ଏରିଆଟାକୁ ଉଡ୍ସ ବୋଲି କୁହାଯାଏ। କିନ୍ତୁ ଏହା କାହାଠାରୁ ଛୋଟ ନା ଫରେଷ୍ଟ ଠାରୁ ଛୋଟ। ମାନେ ଯେଉଁ ଫରେଷ୍ଟ ଠାରୁ ଉଡ୍ସଟା କ'ଣ? ଛୋଟ, ମାନେ ଛୋଟ ଜଙ୍ଗଲକୁ ଉଡ୍ସ ବୋଲି କୁହାଯାଏ। ଲିଟିଲ ତାଙ୍କ ଘୋଡ଼ାକୁ ଲିଟିଲ କହୁଥିଲେ, ଲିଟିଲ ହର୍ସ ବୋଲି କହୁଥିଲେ ପୋଏଟ, ସେଠି ସମ୍ବୋଧନ କରୁଥିଲେ। ହମ୍ବଲ ଆଉ ଅର୍ଡିନାରୀ। ହମ୍ବଲ ଆଉ ଅର୍ଡିନାରୀ ମାନେ କ'ଣ? ସାଧାରଣ। ତାପରେ କୁଇର ଦେଖ କ'ଣ ଅଛି ନା ଷ୍ଟ୍ରେଞ୍ଜ ମାନେ ଆଶ୍ଚର୍ଯ୍ୟ। କୁଇର ମାନେ ଷ୍ଟ୍ରେଞ୍ଜ ବା ଆଶ୍ଚର୍ଯ୍ୟ। ଓଡ଼ିଆରେ କ'ଣ? ଆଶ୍ଚର୍ଯ୍ୟ। ହାର୍ନେସ୍ ବେଲ୍ସ କ'ଣ ନା ସ୍ମଲ୍ ବେଲ୍ସ ଆଟାଚ୍ ଟୁ ଏ ଷ୍ଟ୍ରାପ୍ or band around the neck of horse which tinkles as the horse moves। ତାହେଲେ ସେ କହୁଛି ଗୋଟେ ସ୍ମଲ୍ ବେଲ୍ସ କ'ଣ ହେଇଥିବ? ଆଟାଚ୍ ହେଇଥିବ, ଲାଗିଥିବ ଷ୍ଟ୍ରାପ୍ or band around the neck of horse। ହର୍ସ ତା ବେକରେ କ'ଣ ଯେଉଁ ପଟି ବନ୍ଧା ଯାଇଥିବ, ବ୍ୟାଣ୍ଡ ଥିବ, ଯେ ପଟି ଯେଉଁ ଥିବ ସେଥିରେ ସ୍ମଲ୍ ବେଲ୍ସ କ'ଣ ହେଇଥିବ? ଆଟାଚ୍ ହେଇଥିବ, ଯେଉଁଟାକି କ'ଣ ଟିଙ୍କଲ ହୁଏ। ଟିଙ୍କଲ ମାନେ ବାଜେ। as the horse, as ମାନେ when, ଯେତେବେଳେ ଘୋଡ଼ା ମୁଭ୍ସ କରେ, ଯେତେବେଳେ ଘୋଡ଼ା ଆରମ୍ଭ କରେ, ଗତି କରିବା ଆରମ୍ଭ କରେ ବା ଚାଲିବା ଆରମ୍ଭ କରେ ବା ଦୌଡ଼ିବା ଆରମ୍ଭ କରେ, ସେତେବେଳେ ସେ ଯେଉଁ ତାର ଷ୍ଟ୍ରାପ୍ ବା ବ୍ୟାଣ୍ଡରେ ଯେଉଁ ଲାଗିଥାଏ ଯେଉଁ ଘଣ୍ଟା ଗୁଡ଼ିକ, ସେ ବା ଘଣ୍ଟି ଗୁଡ଼ିକ ସେ ଘଣ୍ଟି ଗୁଡ଼ା ବାଜିବାକୁ ଆରମ୍ଭ କରେ ବୋଲି ଏଠି ସେଟାକୁ କୁହାଯାଏ ହାର୍ନେସ୍ ବେଲ୍ସ। ହାର୍ନେସ୍ ମାନେ କ'ଣ? ଲଗାମ। ବେଲ୍ସ ମାନେ ଘଣ୍ଟି। ଲଗାମ ଲଗେଇବା ଲାଗି ଯେଉଁ ବ୍ୟାଣ୍ଡ ଥାଏ ଘୋଡ଼ାର ବେକରେ, ସେଠି ଘଣ୍ଟି ଲାଗିଥାଏ, ତାକୁ ହାର୍ନେସ୍ ବେଲ୍ ବୋଲି କୁହାଯାଏ। ଘୋଡ଼ା ବେକରେ ଘଣ୍ଟି। Flake ମାନେ piece of snow which is soft, light and white as feathers. As it's not feathers, I think it's mistake. As a feathers, it's not feathers. What it is, it's feathers. Sorry for mistake, this is not feathers, it's the what it is feathers. See this one.
It's not W, it's F. Feathers. 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 Okay, flake means ନରମ ହାଲୁକା ଧଳା ତୁଷାର ଖଣ୍ଡ। ନରମ ସଫ୍ଟ ମାନେ ନରମ, ତାପରେ ଲାଇଟ୍ ମାନେ ହାଲୁକା ଏବଂ ହ୍ୱାଇଟ୍ ମାନେ ଧଳା। ଆଉ ହଉଛି କଣ ଏଇଟା ନା ପିସ୍ ଅଫ୍ ସ୍ନୋ ମାନେ ତୁଷାର ଖଣ୍ଡ। ତୁଷାର ଖଣ୍ଡ କୋଉ ଭଳିଆ ନା ଫିଦର୍ସ ଭଳିଆ। ଫିଦର ମାନେ ତମେ ଜାଣିଥିବ ପକ୍ଷୀର ପର, ଯେମିତି ପକ୍ଷୀର ପର ଯେମିତି ଉଡୁଥାଏ ଠିକ ସେଇଭଳିଆ ତୁମେ ସାଧାରଣତଃ ହଉଛି ଫିଲ୍ମ ହଉ କି ଟିଭିରେ ତୁମେ ଦେଖିଥିବ କେମିତି ଫରେନ୍ କଣ୍ଟ୍ରିଜରେ କେମିତି ତୁଷାର ସବୁ ମାନେ ଏୟରରେ ଉଡୁଥାଏ ଠିକ ସେଇଭଳିଆ, ଯେମିତି ପକ୍ଷୀର କଣ ପର ଉଡୁଥାଏ ଠିକ ସେଇଭଳିଆ। ସେଟା କଣ ନା ନରମ ହାଲୁକା ଧଳା ତୁଷାର ଖଣ୍ଡ। ତାହେଲେ ଏଠି କଣ ଫ୍ଲେକ୍ କୁ କାହା ସହିତ ତୁଳନା କରୁଛନ୍ତି ନା ଫିଦର୍ସ ସହିତ ତୁଳନା କରୁଛନ୍ତି। କାହା ସହିତ? ଫିଦର୍ସ ସହିତ ତୁଳନା କରୁଛନ୍ତି। ତାହେଲେ ଏଟା କଣ ନା ସିମିଲି। ପଢେଇଥିଲି ଫିଗର ଅଫ ସ୍ପିଚ, ମନେ ଥିବ ଆଶା କରୁଛି। ତାହେଲେ ଏଟା କଣ ସିମିଲି। ଆଚ୍ଛା, ନେକ୍ସଟ କୁ ଯିବା। ଇଜି ୱିଣ୍ଡ ଆଣ୍ଡ ଡାଉନି ଫ୍ଲେକ୍। ଇଜି ୱିଣ୍ଡ ଆଣ୍ଡ ଡାଉନି ଫ୍ଲେକ୍ ମାନେ କଣ? ଇଜିଲି ଫ୍ଲୋଇଂ ୱିଣ୍ଡ। ଇଜି ୱିଣ୍ଡ ମାନେ ହାଲୁକା ପବନ ବା ମୃଦୁ ପବନ। ଇଜିଲି ଫ୍ଲୋଇଂ ୱିଣ୍ଡ ଆଣ୍ଡ ଡାଉନି ଫ୍ଲେକ୍ ମାନେ ଫଲିଂ ସ୍ନୋ। ଯୋଉ ତୁଷାର ଗୁଡା ତଳକୁ ପଡୁଛି ତାକୁ ଡାଉନି ଫ୍ଲେକ୍ ବୋଲି କୁହାଯାଏ। ତାର ଓଡିଆ କଣ ଅଛି ନା ମୃଦୁ ପବନ ଏବଂ ତଳକୁ ଖସୁଥିବା ବରଫ, ତଳକୁ ଖସୁଥିବା ତୁଷାର ବୋଲି କହିପାରିବ। ତାପରେ ମାଇଲ। ମାଇଲ ମାନେ ଡିଷ୍ଟାନ୍ସ ଅଫ 1.6 କିଲୋମିଟର। ଗୋଟେ ମାଇଲ କେତେ ଛୁଆ ମାନେ ନା 1.6 କିଲୋମିଟର ବୋଲି କୁହାଉଛି। ଗୋଟେ ମାଇଲ ହଉଛି 1.6 କିଲୋମିଟର ଡିଷ୍ଟାନ୍ସ କୁ ଗୋଟେ ମାଇଲ କୁହାଉଛି। ତାହେଲେ ମାଇଲ ସିମ୍ପଲାଇଜ କରୁଛି କଣ? ଲଙ୍ଗ ଡିଷ୍ଟାନ୍ସ କୁ, ଯୋଉଟା କି 1.6 କିଲୋମିଟର ର ଦୂରତା। ତାପରେ ଅଛି ଲଭଲି ଡାର୍କ ଆଣ୍ଡ ଡିପ୍। ଲଭଲି ଡାର୍କ ଆଣ୍ଡ ଡିପ୍। ତାପରେ ଏଠି କଣ ଦେଇଛି? ଓନ୍ଲି ଦ ପୋଏଟ ଇଜ ଫ୍ୟାସିନେଟେଡ ବାଇ ଦ ଉଡ୍ସ। ମାନେ ପୋଏଟ କଣ ହେଇଛନ୍ତି? ଆକର୍ଷିତ ହୋଇଛନ୍ତି ଉଡ୍ସ ଦ୍ୱାରା। କାରଣ ଉଡ୍ସ କଣ ଥିଲା ନା ଲଭଲି ଥିଲା, ସୁନ୍ଦର ଥିଲା। ଡାର୍କ ମାନେ କଣ? ଅନ୍ଧାରୁଆ ଥିଲା। ତା ସହିତ ଡିପ୍, ଡିପ୍ ମାନେ ଘଞ୍ଚ ଥିଲା। ଏଟା ବି ଆମେ ପଢିଥିଲୁ ଲାଷ୍ଟ ଲାଇନରେ ଛୁଆ ମାନେ, ଲାଷ୍ଟ ଷ୍ଟାଞ୍ଜାରେ ପଢିଥିଲୁ। ଉଡ୍ସ ଟା ଲଭଲି ଡାର୍କ ଆଣ୍ଡ ଡିପ୍। ସେଇ ଲାଗି ପୋଏଟ କଣ ହଉଛନ୍ତି ନା ଉପଭୋଗ କରୁଛନ୍ତି। ପୁଣି ହଠାତ୍ କି ମନେ ପଡିଯାଉଛି ନା ମତେ ମାଇଲ୍ସ ଟୁ ଗୋ ବିଫୋର ଆଇ ସ୍ଲିପ୍ ବିକଜ ଆଇ ହାଭ୍ ଟୁ କିପ୍ ମାଇ ପ୍ରମିଜେସ୍। କଣ ସେ ପ୍ରମିସ୍ ନା ମାଇଲ୍ସ ଟୁ ଗୋ ବିଫୋର ଆଇ ସ୍ଲିପ୍। ସେ ଲେଖା ହେଇଥିଲା ଛୁଆ ମାନେ ଲାଷ୍ଟ ଷ୍ଟାଞ୍ଜାରେ, ମନେ ପଡୁଥିବ ସେଇ କଥା। ପଏଣ୍ଟ କଣ? ଫ୍ୟାସିନେଟେଡ ମାନେ ଆକର୍ଷିତ। ଫ୍ୟାସିନେଟ ମାନେ ଆକର୍ଷିତ ବାଇ ଦ କାହା ଦ୍ୱାରା? ଉଡ୍ସ ଦ୍ୱାରା। କାହିଁକି ନା ଉଡ୍ସ ଗୁଡା ଲଭଲି ଡାର୍କ ଆଉ ଡିପ୍ ଥିଲା। honor who is practical and the horse which is subhuman. horse କୁ ଏଠି ଗୋଟେ subhuman, ତାକୁ ଗୋଟେ human qualities ଦିଆଯାଇଛି ସତେ ଯେପରି horse। personification ବ୍ୟବହାର କରାଯାଇଛି ଛୁଆ ମାନେ। poem ପାଖରେ ମୁଁ ହୁଏତ କହିଥିବି, ଯଦି କହିନଥିବି ତାହେଲେ ଏବେ କହିଦଉଛି। ଦେଖ, ଗୋଟେ ତ ପ୍ରଥମେ ଫ୍ଲେକ୍ କୁ କାହା ସହିତ ତୁଳନା କରାଗଲା? ଫିଦର ସହିତ। ଆଜ୍ ଲାଗିଛି ସେଠି ତାହେଲେ ସିମିଲି ବ୍ୟବହାର କରାଯାଇଛି। ସିମିଲି ୟୁଜ କରାଯାଇଛି ଫିଗର ଅଫ ସ୍ପିଚ। ଏଠି ପୁଣି ହର୍ସ କୁ ଆମେ ହ୍ୟୁମାନ ହିସାବରେ ଟ୍ରିଟ୍ କରୁଛୁ। ହର୍ସ କଣ ଷ୍ଟ୍ରେଞ୍ଜ ଅନୁଭବ କରୁଥିଲା, ଏସବୁ ମାନେ ଗୋଟେ ତାକୁ ଲିଟିଲ ହମ୍ବଲ କୁହାଉଛି। ତା ସହିତ ମାନେ ହ୍ୟୁମାନ କ୍ୱାଲିଟିଜ ସବୁ ସେଥିରେ କଣ କରାଯାଇଛି? ଇନବିଲ୍ଟ କରାଯାଇଛି। ତ ସେ ଲାଗି ଏଠି ପର୍ସନିଫିକେସନ ବ୍ୟବହାର କରାଯାଇଛି। ଆଚ୍ଛା, ତାପରେ ନେକ୍ସଟ ଦେଖ, ଏବେ ୱାର୍ଡ ମିନିଂସ୍ ପଢିବା। ୱାର୍ଡ ମିନିଂସ୍ ଇଣ୍ଟ୍ରୋଡକ୍ସନ ଅଫ ଦ ଅଥର, ଯୋଉ ଇଣ୍ଟ୍ରୋଡ୍ୟୁସିଂ ଦ ଅଥରରେ କଣ ୱାର୍ଡ ମିନିଂସ୍ ଅଛି? କ୍ରିଟିକଲି ଅଛି। କ୍ରିଟିକଲି ମାନେ ଜଜମେଣ୍ଟାଲ ୱେ, ମାନେ ସମାଲୋଚନାତ୍ମକ ଭାବରେ ବା ସମାଲୋଚକ ମାନଙ୍କ ଦ୍ୱାରା ଯୋଉ ସମାଲୋଚିତ ହବା ବା ସମାଲୋଚନାତ୍ମକ ଭାବରେ। ତାପରେ ଅକ୍ଲେମ୍ ମାନେ ରିନାଉଣ୍ଡ, ଫେମସ୍ ବା ଅନର୍ଡ ମାନେ ବିଖ୍ୟାତ ବା ପ୍ରଶଂସିତ ବା ସମ୍ମାନିତ କହିପାରିବ। ରିଗାର୍ଡେଡ। ରିଗାର୍ଡେଡ ମାନେ ଅନର୍ଡ ମାନେ କଣ? ସମ୍ମାନିତ ହେବା। କଣ ହବା? ସମ୍ମାନିତ ହେବା। ରିଗାର୍ଡେଡ ମାନେ ଆଦୃତ ହବା ବା ସମ୍ମାନିତ ହବା। ତାର ଇଂଲିଶ ହଉଛି ଅନର୍ଡ। ଦେଖ, ତମେ ଏବେ ଭାବୁଥିବ ସାର୍ ଅକ୍ଲେମ୍ ରେ ଲେଖା ହେଇଛି ଅନର୍ଡ, HONORED, ଏଠି ଲେଖା ହେଇଛି HONOURED। କାହିଁ, କଣ ଦିଟା ଅଲଗା? ନାଇଁ ଛୁଆ ମାନେ, ଦିଟା ସାରା ସମାନ। HONOURED ଯୋଉ ୟୁ ଲାଗିଛି ଏଟା ହଉଛି ତମର ବ୍ରିଟିଶ ଇଂଲିଶ, ଆଉ HONORU ଟା ମୁଁ ବାହାର କରିଦେଇଛି, ସେଟା ହଉଛି ଆମେରିକାନ ଇଂଲିଶ। ଆମେ ସେଠି ବି HONOURED ଲେଖିପାରିବା ବା HONORED ବି ଲେଖିପାରିବା। ଏଠି ଆମେ HONOURED ବି ଲେଖିପାରିବା ବା HONORED ବି ଲେଖିପାରିବା। ତ
तो दीटा सारा देखो छुआ मैंने मीनिंग समान बट स्पेलिंग टिके अलगा कहीं ना गोटे अमेरिकन इंग्लिश आ गोटे ब्रिटिश इंग्लिश ब्रिटिश इंग्लिश जो तार स्पेलिंगटा टिके लंबा होता है आउ अमेरिकन इंग्लिश रो स्पेलिंगटा टिके शॉर्ट होता है से लगी सेठी यूटा को बाहर कर दिए एमती बहुत सारा अच्छी मु परवर्ती जो क्लास सब स्पोकन इंग्लिश रे नेबी सेठारे मु तुमको देखै देबी तार अमेरिकन इंग्लिश रो स्पेलिंग केमती रहे ब्रिटिश इंग्लिश रो स्पेलिंग केमती रहे सेठी तुमको बतई देबी अच्छा तापरे ना नेक्स्ट होची रियलिस्टिक माने प्रैक्टिकल माने वास्तववादी वास्तवमय बा वास्तववादी बोली कहि परिबो डेपिक्शन माने डेस्क्रिप्शन बा एक्सप्लेनेशन माने वर्णना बा चित्रण बोली कहि परिबो तापरे कमांड माने एक्स्ट्रा ऑर्डिनरी एबिलिटी असाधारण दक्षता कमांड माने एक्स्ट्रा ऑर्डिनरी एबिलिटी असाधारण दक्षता कलोक्युअल माने आंचलिक माने ताको इंग्लिश रे कहिले लोकल बोली कहा जे कलोक्युअल को लोकल बोली कहा जे आंचलिक तापर देखो रिविल माने कौन छुआ अछि टू शेयर इनफॉरमेशन माने प्रकट करिबा बा जणाइबा रिविल होछि टू शेयर इनफॉरमेशन दबा प्रकट करिबा बा जणाइबा किन माने इंटेंस बा एंथुसियास्टिक जहार ओडिया होछि तीव्र व्यग्र बा यथेष्ट बा प्रबल बोली कहि परिबो कोन कहि परिबो प्रबल बोली कहि परिबो इंटरेस्ट माने क्यूरियोसिटी आग्रह बा उत्साह बोली कहि परिबो इंटरेस्ट वेरिंग माने कौन चेंजिंग ओवर टाइम डिफरेंट और चेंजिंग ओवर टाइम और डिफरेंट बोली कहि परिबो भिन्न भिन्न बा परिवर्तनशील टाइम अनुसार परिवर्तन जहा हुए ताको परिवर्तनशील बा डिफरेंट होची भिन्न भिन्न बोली कहूची वेरिंग माने छुआ माने कौन ना भिन्न भिन्न बा परिवर्तनशील अपेरेंटली माने क्लियरली स्पष्ट भावरे अपेरेंटली माने क्लियरली स्पष्ट भावरे जॉय माने हैप्पीनेस बा ब्लिस आनंद बा खुशी ब्लिस माने परम आनंद हैप्पीनेस माने आनंद ब्लिस माने परम आनंद जॉय माने हैप्पीनेस कहि परिबो ब्लिस भी कहि परिबो सर माने कोन सैडनेस माने कोन ना दुख कहि परिबो तापर जिबा में एबे वार्म अप रो जो वर्ड मीनिंग्स अछि कोन अछि फेवरेट माने लाइक द मोस्ट प्रिय बा पसंदीदा अति प्रिय जेटा ताको फेवरेट बोली कहै छै लाइक द मोस्ट प्रिय बा पसंदीदा परहैप्स आको कि छमने प्रथम तो हेटा फेवराइट के ही पढिबनी कोन पढिबो फेवरेट बोली पढिबो फेवरेट बोली पढिबो बहुत छुआ फेवराइट बोली पढंती पढिबनी त कोन पढिबो फेवरेट बोली पढिबो तापर परहैप्स एटा को परहैप्स पढिबो कि परहैप्स पढिबनी परहैप्स माने कोन प्रोबेबली माने संभवतः छुआ माने मु तुमको प्रोनाउंसिएशन भी कहूची एई लगी ताकि नेक्स्ट क्लास रे जो सब पढेबी जतले स्पोकन इंग्लिश रे डिफरेंट तो जो सेंटेंसेस तुम सहित आलोचना करछि तो जो सब क्लास दोछि सेथिरे सब जिंस दरकार तो से लगी जतबेले को पढुछो ठीक ठाक से प्रोनाउंसिएशन को भी तुम मनरे रख तक से भलिया कहिबा लगी चेष्टा करो तो एटा परहैप्स माने कोन प्रोबेबली माने संभवतः रिमाइंड माने टू रिमेंबर समथिंग मने पकाइबा रिमाइंड माने टू रिमेंबर समथिंग किछि गोटे मने पकाइबा तापर रिस्पांसिबिलिटी माने अकाउंटेबिलिटी माने दायित्व बा कर्तव्य बुझी पारल कि नहीं अकाउंटेबिलिटी माने होचे रिस्पांसिबिलिटी रिसेंटली जो हमर गोटे थिला छमने कॉकरोच जनता पार्टी जो गोटे होची अनशन करथिला कोन अनशन करथिला काहे कि ना हमर जो जातीय स्तर रे जो हमर शिक्षा मंत्री थिले श्रीयुक्त धर्मेंद्र प्रधान करो रेजिग्नेशंस लगी समाने आंदोलन करथिले काहे कि ना जो नीट एग्जाम रो जो नीट परीक्षार क्वेश्चन पत्र लीक हेतिला से लगी तो सेठी गोटे समस्ते कहउतले हु विल टेक द अकाउंटेबिलिटी माने कोन छ माने किए नबो दायित्व किए ठीक से कर्तव्य पालन करिवो बा किए नबो दायित्व तो सेई कथा सेठी बार बार से जो प्रोटेस्टर्स माने जो माने प्रोटेस्ट करूथिले से माने बार बार ए क्वेश्चंस ता पचारुथिले आ बार बार ए कथा को से माने मीडिया आगरे कहउथिले जे जाबी हो रिस्पांसिबिलिटी माने अकाउंटेबिलिटी तापरे ऑन द सरफेस माने अपेरेंटली एविडेंटली बा नॉर्मली माने जणा पडुथिबा बा प्रतीत होउची माने क्लियरली बुझी पारलो कि नहीं बा दृष्टिमान हेउथिबा प्रतीत हेउथिबा टेक इन माने टू एन्जॉय उपभोग करिबा टेक इन माने टू एन्जॉय उपभोग करिबा
ନେକ୍ସଟ ନେକ୍ସଟ କଣ କହୁଛି ସ୍ନୋଇ ସ୍ନୋଇ ମାନେ କଭର୍ଡ ୱିଥ ସ୍ନୋ ତୁଷାର ବୃତ ବା କଭର୍ଡ ୱିଥ ସ୍ନୋ ସେ ଲାଗି ସ୍ନୋଇ କୁହାଉଛି ବା ତୁଷାରମୟ ବୋଲି କହିପାରିବ। ଟେମ୍ପ୍ଟ ଟେମ୍ପ୍ଟ ମାନେ ଆଟ୍ରାକ୍ଟ ପ୍ରଲୋଭିତ କରିବା। ଟେମ୍ପ୍ଟ ମାନେ କଣ ଆଟ୍ରାକ୍ଟ ପ୍ରଲୋଭିତ କରିବା। ତାପରେ ଆକ୍ନୋଲେଜ ମାନେ ଟୁ ଆଡମିଟ୍ ଦ୍ୟାଟ୍ ସମଥିଙ୍ଗ ଇଜ ଟ୍ରୁ ହୃଦୟଙ୍ଗମ କରିବା ମାନେ ରିଅଲାଇଜ ବି କହିପାରିବ ଛୁଆ ମାନେ ଟୁ ଆଡମିଟ୍ ଦ୍ୟାଟ୍ ସମଥିଙ୍ଗ ଇଜ ଟ୍ରୁ ଆଡମିଟ୍ କରିବ କି ନା ଏଇଟା ହଉଛି ସତ୍ୟ କଥା ମାନେ ହୃଦୟଙ୍ଗମ କରିବା ବା ରିଏଲାଇଜ ଇଂଲିଶରେ କହିପାରିବ। ପୁଲ୍ ଅଫ୍ ଅବ୍ଲିଗେସନ୍ସ ମାନେ କଣ ଦ ଷ୍ଟ୍ରଙ୍ଗ ଫୋର୍ସ ଅଫ୍ ଡ୍ୟୁଟିଜ ଆଣ୍ଡ ରେସ୍ପନ୍ସିବିଲିଟିଜ ପୁଲିଂ ୟୁ ବ୍ୟାକ୍ ମାନେ ଦାୟିତ୍ୱ ଏବଂ କର୍ତ୍ତବ୍ୟ ବୋଲି କୁହାଉଛି। ଦ ଷ୍ଟ୍ରଙ୍ଗ ଫୋର୍ସ ଅଫ୍ ଡ୍ୟୁଟିଜ ଆଣ୍ଡ ରେସ୍ପନ୍ସିବିଲିଟିଜ ଯୋଉଟା କି ତୁମକୁ ସବୁବେଳେ କଣ ନା ପୁଲ୍ ଅଫ୍ ଅବ୍ଲିଗେସନ ମାନେ ସବୁବେଳେ ତମକୁ କଣ ତମ କର୍ତ୍ତବ୍ୟ କରାଇବା ଲାଗି ବାଧ୍ୟ କରିବ ସେଟାକୁ କୁହାଯାଏ ପୁଲ୍ ଅଫ୍ ଅବ୍ଲିଗେସନ୍ସ। କନସିଡରେବଲ ମାନେ ଏନଫ୍ ଯଥେଷ୍ଟ କନସିଡରେବଲ ମାନେ ଏନଫ୍ ମାନେ ଯଥେଷ୍ଟ। ଡିପର ମାନେ ହିଡେନ୍ ଲୁକାୟିତ ବା ଗଭୀର। ଏଇ ଡିପର ମାନେ ଲୁକାୟିତ ବା ଗଭୀର ଯୋଉ ମିନିଂଟା କି ଲୁଚିକି ଥାଏ ଯୋଉ ଜିନିଷଟା ଲୁଚିକି ଥାଏ ତାକୁ ହିଡେନ୍ ବୋଲି କୁହାଯାଏ ଲୁକାୟିତ। ତାପରେ ଲେଭେଲ ମାନେ ଷ୍ଟାଟସ ସ୍ତରକୁ ବୁଝଉଛି କୋଉ ସ୍ତରରେ ଲେଖା ହେଇଛି ନାଇଁ କି। ତାପରେ ବ୍ରିଫ ମାନେ ସର୍ଟ ଟାଇମ ମାନେ ସ୍ୱଳ୍ପ ସମୟ। ବ୍ରିଫ ମାନେ ସର୍ଟ ଟାଇମ ସ୍ୱଳ୍ପ ସମୟ। ମେଡିଟେଟ ମାନେ ଥିଙ୍କ ଡିପଲି ବା ମେଡିଟେଟ ମାନେ ଥିଙ୍କ ଡିପଲି ଗଭୀର ଭାବରେ ଚିନ୍ତା କରିବା ବା ଅତି ମାତ୍ରାରେ ଚିନ୍ତା କରିବା। ରିଏଲାଇଜ ମାନେ ଟୁ ଅଣ୍ଡରଷ୍ଟାଣ୍ଡ ଅର ଫିଲ୍ ଏବେ କହିଥିଲି ରିଏଲାଇଜ ଯୋଉ କହିଥିଲି ଟୁ ଅଣ୍ଡରଷ୍ଟାଣ୍ଡ ମାନେ ବୁଝିବା ବା ଫିଲ୍ ମାନେ ଅନୁଭବ କରିବା ମାନେ ହୃଦୟଙ୍ଗମ କରିବା। ଟ୍ରିପ୍ ମାନେ ଜର୍ନି ଯାତ୍ରା ବା ଭ୍ରମଣ। ଟ୍ରିପ୍ ମାନେ ଜର୍ନି ଯାତ୍ରା ବା ଭ୍ରମଣ। ଏହେଡ ମାନେ କଣ ଅଛି ଛୁଆମାନେ ଫରୱାର୍ଡ ବା ଇନ୍ ଦ ଫ୍ୟୁଚର ଆଗକୁ। ଏହେଡ ମାନେ ଆଗକୁ ଇନ୍ ଦ ଫ୍ୟୁଚର କହିପାରିବ ଛୁଆମାନେ। ଇନ୍ସପାୟାରିଂ ମାନେ ଏନକରେଜିଂ ବା ମୋଟିଭେଟିଂ ଉତ୍ସାହଜନକ ବା ପ୍ରେରଣାଦାୟକ। ଇନ୍ସପାୟାରିଂ ମାନେ ଏନକରେଜିଂ ଅର ମୋଟିଭେଟିଂ ଉତ୍ସାହଜନକ ବା ପ୍ରେରଣାଦାୟକ। ଆଚ୍ଛା ମୁଁ ଆଶା କରୁଛି ପିଲାମାନେ ତୁମେ ଯୋଉ ଥିଲା ତମର କଣ ନା ପୋଏଟଙ୍କର ଇଣ୍ଟ୍ରୋଡକ୍ସନ ସେଥିରେ ଯୋଉ ଡିଫିକଲ୍ଟ ୱାର୍ଡସ ଥିଲା ମୁଁ ତୁମକୁ ସବୁ ତୁମ ସହିତ ଆଲୋଚନା କରିଦେଲି। ତାପରେ ଯୋଉ ଆସିଲା ତମର କଣ ଛୁଆ ମାନେ ନା ଯୋଉ ୱାର୍ମ ଅପ୍ ଥିଲା ୱାର୍ମ ଅପ୍ ବି ଯାହା ଡିଫିକଲ୍ଟ ୱାର୍ଡସ ଥିଲା ତାହା ବି ତୁମ ସହିତ ଆଲୋଚନା କରିଦେଲି। ଏବେ ଷ୍ଟାଞ୍ଜାରେ ଯୋଉ ଡିଫିକଲ୍ଟ ୱାର୍ଡସ ଅଛି ତାକୁ ଆମେ ଆଲୋଚନା କରିବା। THOUGH ଦ ମାନେ କଣ ଅଲଦୋ ମାନେ ଯଦିଓ। ତାପରେ ଫ୍ରଜେନ ଲେକ୍ ମାନେ ବରଫ ହୋଇଥିବା ହ୍ରଦ ବରଫ ହୋଇଯାଇଥିବା ହ୍ରଦ ବା ବରଫାବୃତ ହ୍ରଦ ଫ୍ରଜେନ ଲେକ୍। ତାପରେ ଶେକ୍ ମାନେ ହଲାଇବା ମାନେ କଣ ହଲାଇବା। ସୁଇପ୍ ମାନେ କଣ ମୁଭମେଣ୍ଟ ବା ଗତି। ଆଚ୍ଛା ମୁଁ ଆଶା କରୁଛି ପିଲାମାନେ ତୁମେ ସମସ୍ତେ ବୁଝିପାରିଥିବ ଯାହା ସବୁ ଡିଫିକଲ୍ଟ ୱାର୍ଡସ ଥିଲା ମୁଁ ତୁମ ସହିତ ଆଲୋଚନା କରିଦେଲି। ଆଉ ବାକି ରହିଲା ଯଦି ଭିଡ଼ିଓଟି ଇନଫର୍ମେଟିଭ ହେଇଥିବ ତାହେଲେ ତୁମେ ସମସ୍ତେ ଏଇ ଭିଡ଼ିଓଟିକୁ କ'ଣ କରିବ ଭିଡ଼ିଓକୁ ଲାଇକ୍ କରିବ ତା ସହିତ ଯଦି ଆକୁ ତୁମ ଫ୍ରେଣ୍ଡମାନଙ୍କ ସହିତ ଆକୁ ସେୟାର କରିବ। ଆଉ ସବୁଠାରୁ ବଡ଼ କଥା ହେଉଛି ନିଶ୍ଚିନ୍ତ ଭାବରେ ସବସ୍କ୍ରାଇବ୍ କରିବ ମୋର ଯେଉଁ ୟୁଟ୍ୟୁବ୍ ଚ୍ୟାନେଲ୍ ଅଛି ତପନ ସାର୍ ଇଂଲିଶ ଏକାଡେମୀ ତାକୁ ନିଶ୍ଚିନ୍ତ ଭାବରେ ସବସ୍କ୍ରାଇବ୍ କରିବ ଆଉ ତୁମ ଫ୍ରେଣ୍ଡସ୍ମାନଙ୍କ ପାଖରେ ଏ ଚ୍ୟାନେଲ୍କୁ ପହଞ୍ଚେଇବ ତାକି ସେମାନେ ବି ଆକୁ ସବସ୍କ୍ରାଇବ୍ କରନ୍ତୁ। ଆଉ ଗୋଟେ କଥା ମୁଁ କହିଦେବି ଏଇ ଯେଉଁ ମୋର ଚ୍ୟାନେଲ୍ରେ କେବଳ ତୁମର ଇଂଲିଶ ଯେଉଁ +2 ଲାଗି ଦିଆହେଉଛି ତାହା ନାହିଁ କମ୍ପିଟେଟିଭ୍ ଏକ୍ଜାମ୍ ଲାଗି ଯେଉଁ ସବୁ ଗ୍ରାମାର ଦରକାର ତାର ମଧ୍ୟ ଭିଡ଼ିଓ ଏଥିରେ ପବ୍ଲିଶ କରାହେଉଛି। ତା ସହିତ ସ୍ପୋକେନ୍ ଇଂଲିଶର ଭିଡ଼ିଓ କେମିତି ଇଂଲିଶରେ ତୁମେ କଥା ହୋଇପାରିବ ନିଜର ଇଣ୍ଟ୍ରୋଡକ୍ସନ୍ କେମିତି ଦେବ ତା ସହିତ ତୁମେ ପ୍ରନାଉନ୍ସିଏସନ୍ କେମିତି ପ୍ରନାଉନ୍ସ କରିବ ୱାର୍ଡସକୁ ସେ ସବୁ ଏଥିରେ କ'ଣ ଆଲୋଚନା କରାହେଉଛି। ତ ପିଲାମାନେ ମୋର ଯେଉଁ ସବୁ ଭିଡ଼ିଓ ରହୁଛି ତାକୁ ବହୁମାତ୍ରାରେ ସେୟାର କର ଆଉ ସମସ୍ତଙ୍କୁ କୁହ କି ଭିଡ଼ିଓ ମୋର ଯେଉଁ ଚ୍ୟାନେଲ୍କୁ ସବସ୍କ୍ରାଇବ୍ କରିବା ଲାଗି ନାଇଁ କି। ତ ଯାହା ବି ହଉ ପିଲାମାନେ ଆଜି ପାଇଁ ଏତିକି। ପୁଣି ଦେଖାହବ ନେକ୍ସଟ ଭିଡ଼ିଓରେ। ପୁଣି ଏକ ସୁନ୍ଦର ବିଷୟ ବା ସୁନ୍ଦର ଟପିକ୍ ନେଇ ଆସିବି ତାକୁ ପୁଣି ପାର୍ଟ ୱାଇଜ୍ ତମ ସହିତ ମୁଁ ଡିସ୍କସନ୍ କରିବି ବା ଲେକ୍ଚର ୱାଇଜ୍ ତମ ସହିତ ଡିସ୍କସନ୍ କରିବି। ତ till then bye bye, see you next class. Thank you. Jai Jagannath. God bless you all my dear students. Thank you.